ମତେ ବୁଝିପାରିଲେ ବୁଝେଇବ ଗୌରୀ, ତୋ ପୁଅ ତୋତେ ନିଶ୍ଚୟ ବୁଝିବ। ଆଚ୍ଛା ସତ କହିଲୁ ଗୌରୀ, ତୁ କଣ ତା ମା କୋଉ ତାକୁ ଚୋରି କରି ଆଣି ଖାଇଦେବ? ଏ ଗୌରୀ ଚୋରଣୀ ନୁହଁ ବାବୁ, ମୋ ଭଳି ଏ ଦୁନିଆରେ ଯେତେ କିନ୍ନର ଅଛନ୍ତି କେହି ଚୋରି କରନ୍ତିନି ବାବୁ। ପରିସ୍ଥିତିରେ ପଡି ସେମାନେ ମାଗିବେ, ହେଲେ ଚୋରି କରିବେନି। ମୁଁ ତାକୁ ତା ମା ପାଖରୁ ଚୋରି କରି ଆଣିନି ବାବୁ। ତା ମା ଅବିବାହିତ ଅବସ୍ଥାରେ ଏ ପିଲାଟିକୁ ଜନ୍ମ ଦେଇଥିଲା। ତା ମାର ଏଇ ପାପ କର୍ମର ଫଳକୁ କେହି ଦେଖିବା ଆଗରୁ ତାକୁ ନଈରେ ଫୋପାଡ଼ି ଦେବାକୁ ଚେଷ୍ଟା କରୁଥିଲା। ମୁଁ ତାକୁ ତା କୋଳରୁ ଛଡ଼େଇ ଆଣିଥିଲି ବାବୁ। ନାହିଁ କଟି ନଥିବା ନାଳ ରକ୍ତରେ ଯୋଡୁ ଗୋଡୁ ଛୁଆଟିକୁ ମୋ ଛାତିରେ ଜାବୁଡି ଧରିଲା ବେଳେ ମତେ ଯେମିତି ଲାଗିଲା ମୁଁ ଗୌରୀ ନୁହଁ, ମୋ ଦ୍ୱାପରର ସେଇ ଯଶୋଦା, ଦ୍ୱାପରର ସେଇ ମମତାମୟୀ ଯଶୋଦା। ସେଥିପାଇଁ ମୁଁ ତା ନାଁ ରଖିଥିଲି କାହ୍ନା। ରାଣୀ ଯଶୋଦା ଯେମିତି ବଢେଇଥିଲେ ତାଙ୍କ କଳା କାହ୍ନକୁ, ମୁଁ ଭିକାରୁଣୀ ହେଲେ ବି ମୋ କାହ୍ନାକୁ ମୁଁ କୋଉଥିରେ ଉଣା କରିନି ବାବୁ। ଓଏସ୍ ପଢିବା ପାଇଁ ମୁଁ କାହାରି ପାଖରେ ହାତ ପାତିନି। ଆପଣ ତ ଦେଖିଛନ୍ତି, କେବଳ ତାରି ପାଇଁ ମୁଁ ଆପଣଙ୍କ ଘରେ ଆଜି ପର୍ଯ୍ୟନ୍ତ ଚାକରାଣୀ କାମ କରି ଆସୁଛି। ଓଏସ୍ ପାଠ ପଢିବା ପାଇଁ ଅଧିକ ଟଙ୍କା ଦରକାର ହବ ବୋଲି ହୋଟେଲରେ ବାସନ ବାଜି ବାଜି ମୋ ହାତର ଆଙ୍ଗୁଳି ନଖ ସବୁ କଳା ପଡିଯାଇଛି ବାବୁ। ତଥାପି ସେ ମତେ ଚିହ୍ନି ପାରିଲାନି। ଖୋଜୁଛି ତା ଜନ୍ମ କଲା ମାଆକୁ। ଆରେ ତୁ ତା ମାର ପରିଚୟ ଦେଇଦଉନୁ କାହିଁକି? ତା ମା ଏ ଦୁନିଆରେ ଅଛି ତ? ଅଛି ବାବୁ, ବହୁତ ଭଲରେ ଅଛି। ସେ ତା ସ୍ୱାମୀ ସହିତ ସୁଖରେ ସଂସାର କରୁଛି। ତାହେଲେ ତୁ ତା ମାର ପରିଚୟ ଦେଇଦଉନୁ। ନାହିଁ ବାବୁ, ପରିଚୟ ଦେଇଦେଲେ ସବୁ ଭୁଲ ହେଇଯିବ। ତା ମାର ସଂସାର ଭାଙ୍ଗିଯିବ। ତା ସ୍ୱାମୀ ପରିଣତ ବୟସରେ ତା ସ୍ତ୍ରୀକୁ ଛାଡ଼ପତ୍ର ଦେଇଦବ। ଏତେ ପରେ ବି ମୋ ପୁଅ ବୁଝିପାରିଲାନି